ଫଟୋରେ ବା ମୂର୍ତ୍ତିରେ ଥିବା ହନୁକୁ ଲୋକେ ପୂଜା କରନ୍ତି, କଦଳୀ ନଡ଼ିଆ ଭୋଗ ଚଢ଼ାନ୍ତି। କିନ୍ତୁ ଜୀବିତ ହନୁଟି ବାଡ଼ିରେ ପଶିଗଲେ ଢେଲା ପଥର ମାଡ଼ି ତଡ଼ି ଦିଅନ୍ତି। ଧାତୁରେ ନିର୍ମିତ ସାପକୁ ଲୋକେ କ୍ଷୀର ପିଇବାକୁ ଦିଅନ୍ତି, କିନ୍ତୁ ଜୀବିତ ସାପଟି ଦେଖିଲେ ଶତ୍ରୁ ଭାବି ଗୋଡ଼େଇ ଗୋଡ଼େଇ ମାରିଦିଅନ୍ତି। ଗଣେଶ ମୂର୍ତ୍ତି ପାଖରେ ଥିବା ମାଟିର ତିଆରି ମୂଷାକୁ ଲୋକେ ଲଡ଼ୁ ଭୋଗ ଦିଅନ୍ତି, କିନ୍ତୁ ଘରେ ଯଦି ଜୀବିତ ମୂଷାଟି ଦେଖାଦିଏ ତାକୁ ମାରିବା ପାଇଁ ନାନା ଉପାୟ ପାଞ୍ଚନ୍ତି। କାଷ୍ଠପାଷାଣ ରୂପକ ଭଗବାନଙ୍କୁ ଲୋକେ ପୂଜା କରନ୍ତି, କିନ୍ତୁ ନରରୂପୀ ନାରାୟଣକୁ ଲୋକେ ଘୃଣା କରନ୍ତି, ହତାଦର କରନ୍ତି, ଶତ୍ରୁ ଭାବନ୍ତି। କାନ୍ଥରେ ଝୁଲୁଥିବା ବାପା ମାଆଙ୍କ ଫଟୋକୁ ନିଇତି ଫୁଲ ଧୂପ ଦୀପ ଦେଇ ଲୋକେ ପୂଜା କରନ୍ତି, କିନ୍ତୁ ବଞ୍ଚିବା ବାପା ମାଆଙ୍କୁ ପ୍ରତାରିତ କରନ୍ତି, ବୃଦ୍ଧାଶ୍ରମରେ ଛାଡ଼ି ଦିଅନ୍ତି। ତେଣୁ ଜୀଇଁ ଥାଉଁ ଥାଉଁ ଜୀବନର ମୂଲ୍ୟ ବୁଝିବାକୁ ଚେଷ୍ଟା କରନ୍ତୁ। ମଲା ପରେ ତ ଆପଣଙ୍କ ଶରୀରକୁ ମଧ୍ୟ ଲୋକେ ବସ୍ତୁ ଭାବି ଜାଳିଦେବେ।